ତା ପେଟକୁ ଅନ୍ନ କେମିତି ଯାଏ ମୁଁ କିଛି ବୁଝିପାରିନି ବୁଝିଲେ। ତ ସାଙ୍ଗମାନେ ଗୋଟେ କଥା କହିବି, ମୁଁ ଜାଣିନି ଆପଣଙ୍କୁ କେମିତି ଲାଗିବ କଥାଟା, କିନ୍ତୁ ମୁଁ କହୁଛି ମୋର ଏକ୍ସପିରିଏନ୍ସ ବୁଝିଲେ। ତ ଏବେ ମୁଁ ଖାଇବା ପାଇଁ ବସିଛି ବୁଝିଲେ। ତ ଖାଇବା କ'ଣ ଆପଣଙ୍କୁ ଦେଖଉଛି, ପ୍ରଥମେ ଦେଖନ୍ତୁ ଇଏ ଭାତ, ଇଏ ଟମାଟୋ ଭଜା, ବାଇଗଣ ଭଜା, ଆଉ ଏଠି ଗୋଟେ ଭଜା ବୁଝିଲେ। ବେଶୀ କିଛି ନୁହଁ, ଆମ ଭାତ ନର୍ମାଲ ଭାତ, ଲଙ୍କା ଲୁଣ ବୁଝିଲେ। ଆଉ କେତେ ଜଣଙ୍କୁ ଏଇଟା ବି ନସିବ ହଉନି, ମାନେ ଏଇଟା ବି ମିଳୁନି ବୁଝିଲେ। ଆଉ ସେ ମଧ୍ୟରୁ ମୁଁ ଗୋଟେ ଥିଲି। ଆପଣ କହିପାରିବେ କି ଗୋଟେ ଘରେ ଥିବା ଆମେ ବୁଝିଲେ, ଗୋଟେ ଘରେ ଥିବା କିନ୍ତୁ ଆପଣଙ୍କ ସହିତ ଟର୍ଚର ହେଉଥିବ, ଆଉ ଟର୍ଚର କରିବା ବାଲା ଆରାମସେ ଖାଉଥିବ ପିଉଥିବ ଶୋଉଥିବ ହଁ ନା, ତାକୁ କିଛି ଟେନସନ୍ ନାହିଁ। କିନ୍ତୁ ଯାହାକୁ ଟର୍ଚର ହେଇଥିବ ସିଏ ଭୋକ ଶେଷରେ ମାନେ ଦିନେ ନୁହଁ, 2 ଦିନ ନୁହଁ, 3 ଦିନ ଯାଏ ଏମିତି ପଡ଼ିକି ରହିଥିବ ହଁ ନା। ଆଉ ଟର୍ଚର ଯିଏ କରିଥିବ ସେ ଆରାମସେ ଖାଇବା କି ବୁଲୁଥିବ। ତ ସେତେବେଳେ ତାପରେ ତ ତାକୁ ମିଳେ ନା ଏ ଭାତ ଟିକେ ବୁଝିଲେ, ଆଉ ଏସବୁ ଦରକାର ପଡ଼େନି, ମାନେ ଟମାଟୋ ଏସବୁ ଜିନିଷ, କେବଳ ଭାତ ଲୁଣ ଲଙ୍କା ଯେଉଁ ମିଳେ ସମ୍ମାନର ସହ। ଏମିତି ନୁହଁ କି ସେଠି ସମ୍ମାନର ସହ ଯୋଉଠି ମିଳେ ନା, ଆପଣ ତା କଷ୍ଟଟା ବୁଝିପାରିବେନି ବୁଝିଲେ। ମାନେ ସେ କ'ଣ କେମିତି ଫିଲ୍ କରୁଥିବ ଆପଣ ସେ ପର୍ଯ୍ୟନ୍ତ ବୁଝିପାରିବେ, ଯେଉଁ ପର୍ଯ୍ୟନ୍ତ ଆପଣ ସେ ଜାଗାକୁ ମାନେ ଟର୍ଚର ସହିଥିବା ଲୋକର ଜାଗାକୁ, ଯେ ଭୋକରେ ଥିବା ଜାଗାକୁ, ସହୁଥିବା ଜାଗାକୁ ଆପଣ ଯାଇନାହାନ୍ତି, ସେ ଯାଇ କେବେ ବି ବୁଝିପାରିବେନି। ତ ମନେ ପଡ଼ୁଛି ଏଗୁଡ଼ା ବୁଝିଲେ। ଆଉ ବହୁତ ସାରା ଜିନିଷ ଅଛି ମନେ ପଡ଼ୁଛି ହେଲା। ତ ଭାବିନେବେ ମୁଁ ବି ସେମିତି ସେଥିରୁ ବି ଜଣେ। ଆଉ ଆପଣ ମଲେ ବଞ୍ଚିଲେ ଖାଇଲେ ପିଇଲେ ମଲେ ଆପଣଙ୍କୁ କେହି ପଚାରିବାକୁ ନାହାନ୍ତି, ଆପଣ ଆପଣଙ୍କ ପାଇଁ ହିଁ ନିଜେ ହିଁ ଅଛନ୍ତି। ସେ ସମୟରେ ଆପଣ କ'ଣ କରିବେ କହିଲେ? ସେ ସମୟରେ ଏ ଭାତ ଟିକଟ ହିଁ ଆମ ପାଇଁ ବହୁତ ବଡ଼ ହୋଇଥାଏ, ଲୁଣ ଲଙ୍କା ଭାତ ବୁଝିଲେ। ସେ କଷ୍ଟଟା ମୁଁ ଜାଣିଛି, ମୁଁ ଅନୁଭବ କରିଛି। ଜଣାନି ସେ ମଣିଷ କିପରି କିପରି ହୁଅନ୍ତି, ମଣିଷ କେମିତିକା ଲୋକ, ମାନେ ଆପଣଙ୍କ ସହିତ ଟର୍ଚର ବି କରିବ, ଆପଣଙ୍କୁ ଆପଣଙ୍କୁ ମାନେ ବହୁତ ସାରା ଜିନିଷ କହିବ, କହିବା ପରେ ସେ ଆରାମସେ ଖାଇଥିବ ପିଉଥିବ ବୁଲୁଥିବ ହସୁଥିବ, ମାନେ ତା ପେଟକୁ ଅନ୍ନ କେମିତି ଯାଏ ମୁଁ କିଛି ବୁଝିପାରିନି ବୁଝିଲେ। ଜଣେ ସେଇ ଘର ଭିତରେ, ଘର ମାନେ କ'ଣ 4ଟା କାନ୍ଥ ଭିତରେ ଗୋଟେ ରୁମ୍ ଥାଏ ନା, ସେଇ ଘର ଭିତରେ ସିଏ ଆରାମସେ ଖାଇକି ପିଇକି ଶୋଇଥାଏ। ସେଇ ଘର ଭିତରେ ଆଉ ଜଣେ ଭୋକ ଉପାସରେ ପଡ଼ିଥାଏ, ହେଲେ ବି ତାକୁ କିଛି ଫରକ ପଡ଼େନି ବୁଝିଲେ। ଆଠୁ ବଡ଼ କଷ୍ଟଟା କ'ଣ? ଚାଲନ୍ତୁ ଖାଇବା।